ମା ମା ଗୋ ଜଲ୍ଦି ଆସ। ମଣ୍ଟୁ ଚଢ଼େଇର ଏତେ ବଡ଼ ପାଟି ଶୁଣି ମଣ୍ଟୁର ମା ସୁମିତ୍ରା ଘର ଭିତରୁ ବାହାରି ଆସେ। ଆରେ ମଣ୍ଟୁ ଏତେ ବଡଟା ହେଲୁଣି ହେଲେ ବି ତା ମୁଣ୍ଡରେ ଟିକେ ହେଲେ ବୁଦ୍ଧି ପଶୁନି। ଯେତେବେଳେ ଦେଖ ଖାଲି ମା ମା ରଡି ଛାଡୁଥିବ। କଣ ହେଲା ଏତେ ଜୋରରେ ପାଟି କରୁଥିଲୁ କଣ ପାଇଁ? ମା ମତେ ବହୁତ ଜୋରରେ ଭୋକ ହେଇଛି, ଦେଲ ଦେଲ ଖାଇବାକୁ ଟିକେ ଜଲ୍ଦି ବାଢି ଦିଅ। ସୁମିତ୍ରା ଚଢ଼େଇ ମଣ୍ଟୁ ପାଇଁ ଖାଇବା ଆଣିବାକୁ ଭିତର ଘରକୁ ଚାଲିଯାଏ। ଆଉ କିଛି ସମୟ ପରେ ମଣ୍ଟୁ ପାଇଁ ଖାଇବା ଧରି ଫେରି ଆସେ। ମଣ୍ଟୁ ଖୁସି ମନରେ ଖାଇବାକୁ ଲାଗେ। ମଣ୍ଟୁର ଖିଆପିଆ ସରିବା ପରେ ମଣ୍ଟୁ ଆଉ ତା ମା ଘର ବାହାରେ ଖଟ ପକେଇ ବସିଥାନ୍ତି। ଆରେ ବାପା ମଣ୍ଟୁ, ମୋର ତ ବୟସ ହେଇଗଲାଣି ବାପା, ମୁଁ ଆଉ କାମ ଧନ୍ଦା ଜମାରୁ କରିପାରୁନି। ମୁଁ ତୋ ପାଇଁ ଗୋଟେ ଝିଅଟେ ଦେଖିଛି, ଏଇ ଆମ ଜଙ୍ଗଲର। ହେଲେ ତା ବାପା ମୋ ପିଲାଦିନରୁ ମରି ଯାଇଛନ୍ତି, ସେ ଅନାଥ। ସେ ଚଢ଼େଇର ଗୁଣ ନା ବହୁତ ଭଲ, ସେଇଥିପାଇଁ ମୁଁ ଠିକ କରିଛି ତାକୁ ହିଁ ମୁଁ ବୋହୂ କରିବି, ଯେମିତି ସେ ମୋର ଭଲ କି ଯତ୍ନ ନେବ ଆଉ ତୋ କଥା ବି ବୁଝିବ। ମା ମୁଁ ମୁନିକୁ ବାହା ହେବି, ମୁଁ ମୁନିକୁ ବହୁତ ଭଲ ପାଏ। ତମେ କହୁଥିବା ଚଢ଼େଇକୁ ମୁଁ ଜମାରୁ ବାହା ହେବିନି। ମୁନି ଦେଖିବାକୁ ବହୁତ ସୁନ୍ଦର, ଆଉ ମୁଁ ଜାଣିଛି ମା ସେ ତମ ଦେହର ବି ଯତ୍ନ ନେବ। ତମେ ମୋ କଥାରେ ରାଜି ହେଇଯାଉ, ମୁଁ ମୁନିକୁ ହିଁ ବାହା ହେବି। ଏଇ ମଣ୍ଟୁ କାନ ଖୋଲିକି ଶୁଣ, ବୁଝିଲୁ ନା? ମୁଁ ଯେଉଁ ଝିଅକୁ କହୁଛି ନା ସେଇ ଝିଅ ସହିତ ହିଁ ତୋର ବାହାଘର ହବ। ଆଉ ଏଇଟା ହଉଛି ମୋର ଶେଷ କଥା। ତୁ ଯଦି ମୋ କଥା ମାନିବୁନି ନା ତତେ ମୁଁ ଘରୁ ବାହାର କରିଦେବି, ଆଉ ମୋର ଜାଗା ବାଡି ସମ୍ପତ୍ତିରୁ ତୁ କାଣିଚିଏ ବି ପାଇବୁନି, ବୁଝିବୁ ତ? ହଉ ହେଲା, ତମେ ଯେତେବେଳେ ମୋ ପାଇଁ ଝିଅ ଦେଖି ସାରିଛ କହୁଛ ନା, ମୁଁ ତମ କଥାରେ ରାଜି। ହେଲେ ମୋର ବି ଗୋଟେ ସର୍ତ୍ତ ରହିଛି। ସେ ଝିଅ ଯେମିତି ରୂପରେ ଆଉ ଗୁଣରେ ପୁରା ସୁନ୍ଦର ହେଇଥିବ, ହେଲେ ଯାଇ ମୁଁ ସେ ଝିଅକୁ ବାହା ହେବି। ଆଉ ସେ ଝିଅ ମୋର ଦେଖିବା ଦରକାର ନାହିଁ, ମୁଁ କହିଥିବା ଅନୁସାରେ ତମେ ଦେଖିକି ଠିକ କରିନେବ। ମଣ୍ଟୁ ଚାନ୍ଦିନୀ ଚଢ଼େଇକୁ ନ ଦେଖି ବାହାଘର ପାଇଁ ରାଜି ହେଇଯାଏ। ସେଇଠୁ ତାଙ୍କର ବାହାଘର ହେଇଯାଏ। ବାହାଘର ରାତିରେ ମଣ୍ଟୁ ତା ରୁମକୁ ଯାଏ। ହେ ଭଗବାନ, ଏ କିଏ ଆସି ଏଇଠି ବସିନା, ପୁରା ଭୂତୁଣୀ ବାଗିଆ ଦେଖା ଯାଉଛି। ତମେ ଏମିତି କଣ କହୁଛ? ମୁଁ ପରା ତମ ସ୍ତ୍ରୀ ଚାନ୍ଦିନୀ, ତମେ ମତେ ବାହା ହେଇ ଆଣିଛ। ଚୁପ କର କହୁଛି। ତୁ କେବେ ବି ମୋ ସ୍ତ୍ରୀ ହେଇପାରିବୁନି, ବୁଝିଲୁ ନା? ମୋ ମା କହିଛନ୍ତି ମୋ ସ୍ତ୍ରୀ ରୂପରେ ଗୁଣରେ ପୁରା ସୁନ୍ଦର ହବ। ଆଉ ତୁ ଯେମିତି ଭୂତୁଣୀ ହେଇ ବସିଛୁ ନା, ମତେ ତ ତତେ ଦେଖିଲେ ହିଁ ଡର ଲାଗୁଛି। ତୋ ସହିତ କଣ ରହିବି? ରହ ମୁଁ ଏବେ ମାକୁ ଆଗ ଡାକେ। ମା ଜଲ୍ଦି ଆସ, ମୋ ସ୍ତ୍ରୀ କୋଉଠି? ମଣ୍ଟୁର ଏତେ ବଡ଼ ପାଟି ଶୁଣିକି ସୁମିତ୍ରା ଚଢ଼େଇ ଆସି ରୁମରେ ପହଞ୍ଚେ। ମା ମୋ ସ୍ତ୍ରୀ କାଇଁ? ଆଉ ଏ ଭୂତୁଣୀ ଏଠି କଣ କରୁଛି? ଏମିତି କଣ କଥାବାର୍ତ୍ତା କରୁଛୁ? ଏଇ ତ ତୋର ସ୍ତ୍ରୀ ତୋ ପାଖରେ ଅଛି, ତୁ ତ ୟାକୁ ହିଁ ବାହା ହେଇ ଆଣିଛୁ। ମା ତମେ ମୋ ସହିତ ଏମିତି ଛନ୍ଦ କପଟ କଲ। ମୁଁ ତ କହିଥିଲି ରୂପରେ ଗୁଣରେ ସୁନ୍ଦର ହେବା ଦରକାର, ହେଲେ ତମେ ଏଇ କାଳିକୁତୁରୀକୁ ନେଇ ଆସିଲ। ମୁଁ ଏବେ ମୋ ସାଙ୍ଗମାନଙ୍କ ଆଗରେ ମୁହଁ ବି ଦେଖେଇ ପାରିବିନି। ମୁଁ ୟାକୁ ଜମାରୁ ଘରେ ରଖିବିନି। ଚୁପ କର କହୁଛି ମଣ୍ଟୁ, ତୋର ବାହାଘର ସରିଛି, ଆଉ ତୁ ତୋ ସ୍ତ୍ରୀ ସହିତ ହିଁ ସଂସାର ଗଢିବୁ। ଆଉ ତୁ ଯୋଉ ରୂପର କଥା କହୁଛୁ ନା, ବହୁତ ରୂପବତୀକୁ ମୁଁ ଦେଖିଛି, ଯୋଉମାନେ ତତେ ପଛରେ ଛାଡି ଦେଇ ପଳେଇବେ, ବୁଝିଲୁ ନା? ଆଉ ଚାନ୍ଦିନୀର ଗୁଣ ବହୁତ ଭଲ। ରାତିଟାରେ ଆଉ ଅଧିକା ପାଟି ନ କରି ଜଲ୍ଦି ସେ ଯାଇ ଶୋଇପଡ, ବୁଝିଲୁ ତ? ମଣ୍ଟୁର ମା ରୁମରୁ ବାହାରି ଚାଲି ଯାଆନ୍ତି। ଆହା ମହାରାଣୀ, ଆଉ ଖୁଣ୍ଟ ଭଳିଆ ହେଇ ସେଇଠି କଣ ବସି ରହିଲୁ? ଭାବିଛୁ କଣ ତୁ ମୋ ବିଛଣାରେ ଶୋଇବୁ କହି? ଜଲ୍ଦି ସେ ମୋ ବିଛଣାରୁ ଓହ୍ଲା, ମୁଁ ସେ ବିଛଣାରେ ଶୋଇବି। ତୁ ତୋର ତଳେ ସପ ପାରିକି ଶୋ। ମଣ୍ଟୁ ଯାଇ ତା ବିଛଣାରେ ଶୋଇ ପଡ଼େ, ଆଉ ଚାନ୍ଦିନୀ ତଳେ ଶୁଏ। ଦେଖୁ ଦେଖୁ ୟା ଭିତରେ କିଛି ମାସ ବିତିଯାଏ। ଚାନ୍ଦିନୀର ସମ୍ପର୍କ ତା ସ୍ୱାମୀ ସହିତ ଏତେ ଭଲ ନଥିଲେ ବି ତା ଶାଶୁ ସହିତ ଚାନ୍ଦିନୀର ସମ୍ପର୍କ ବହୁତ ଭଲ ଥାଏ। ଗୋଟେ ଦିନ ଚାନ୍ଦିନୀ ତା ଶାଶୁ ସହିତ ବାହାର ଘରେ ବସିଥାଏ।
ଶାଶୁମା, ଆପଣଙ୍କ ପାଇଁ ବହୁତ ବଡ଼ ଗୋଟେ ଖୁସି ଖବର ଅଛି। ଆପଣ ବହୁତ ଜଲ୍ଦି ଜେଜେମା ବନିବାକୁ ଯାଉଛନ୍ତି। ସତରେ ବୋହୁ, ତୁ ଆଜି ମତେ ବହୁତ ବଡ଼ ଖୁସି ଖବର ଖଣ୍ଡେ ଦେଲୁ। ଏଇ ଦିନଟାକୁ ଦେଖିବା ପାଇଁ ମୁଁ କେତେ ଦିନ ହେଲା ଅନେଇ ବସିଥିଲି। ଆଉ ଆଜି ତୋ ମୁହଁରୁ ଏମିତି କଥା ଶୁଣି ମତେ ବହୁତ ଖୁସି ଲାଗୁଛି ମା। ଚାନ୍ଦିନୀ ଆଉ ତା ଶାଶୁ ଏମିତି ସବୁ କଥା ହେଉଥିବା ସମୟରେ ମଣ୍ଟୁ ବାହାର ଘରେ ବସିଥାଏ। ଆଉ ଚାନ୍ଦିନୀ ଆଉ ତା ଶାଶୁର କଥାକୁ ମଣ୍ଟୁ ସବୁ ଶୁଣିନିଏ। ହେ ଭଗବାନ, କେତେ ବଡ଼ ଭୁଲ ମୁଁ କରିଦେଲି। ଏ କଥା ଯଦି ମୁନି କାନରେ ଯାଇ ପଡ଼େ ନା, ସେ ଆଉ ମତେ କେବେ ହେଲେ ବିଶ୍ୱାସ କରିବନି। କିଛି ଗୋଟେ ତ କାମ ମତେ କରିବାକୁ ପଡ଼ିବ। ଯେମିତି ହେଲେ ଏ ଚାନ୍ଦିନୀକୁ ଘରୁ ବିଦା କରିବାକୁ ପଡ଼ିବ। ନହେଲେ ମୁନିକୁ ଆଉ ମୁଁ ଘରକୁ ଆଣିପାରିବିନି। ମଣ୍ଟୁ ଯାଇ ଚାନ୍ଦିନୀ ଆଉ ତା ମା ପାଖରେ ପହଞ୍ଚିଯାଏ। ଏଇ ଚାନ୍ଦିନୀ, କଣ କହିଲୁ? ତୁ ଗର୍ଭବତୀ? ହେଲେ ସେ ପିଲା ତ ମୋର ନୁହଁ। ତମେ ଏମିତି କଣ କହୁଛ? ଏଇ ପିଲା ତ ଆମର। ତମେ ଭଲ ଭାବରେ ଜାଣିଛ। ତମେ ଏ ପିଲାର ବାପା ହେଇ ଯଦି ମୋ ଉପରେ ଆଙ୍ଗୁଠି ଉଠେଇବ, ବାକି ଯୋଉ ଜଙ୍ଗଲରେ ପକ୍ଷୀମାନେ ରହିଛନ୍ତି ସେମାନେ କଣ ମତେ ଛାଡ଼ିବେ? ତମେ ଏମିତି କଣ ପାଇଁ କହୁଛ? ମୁଁ ଜନ୍ମରୁ ଅନାଥ ହେଇପାରେ, ହେଲେ ମୋ ଚରିତ୍ର କେବେ ଖରାପ ନୁହଁ। देख चांदिनी, ए पिला मोर नुह आ मु तते ए घरे रखी पारिबिनी। तू एबे ए घरु बाहरी की चाबी जिबु। ए मंटू, खबरदार कहि दउछि। आ थरे जदी पाटी रे एमिति कथा धरिबो, कौन तोर मुंड खराब हे जाइछि कि? तू जानी पारुनु तो पिंडा हबाकू जाउछि, तू ता मां सहित एमिति व्यवहार करूछु? तते टिके लाज लागुनी? हुए तो स्त्री उपरे तोर भरोसा नहीं, हेने मो बहु उपरे मोर पूरा भरोसा और विश्वास अछि। तमरी कथारे एते दिन जाई मु ए काली कुतुरी सहित रहिनी, हेले आज मते से मिछ अपवाद देबारे लागिछि। मु ताकू जम्मारु ए घरे रखिबिनी। मंटू चांदिनी चौधरी को बहुत जोर रे पिटिबाकू लागे। तमे मते जेते पिटिले भी ना सता केबे मिछा हेई जीवनी। ऊपर भगवान रही जंती, से सब किछि देखु जंती। हुए तो आज तमे हमको ठकी देई पारो, ई दुनिया लोकन को ठकी देई पारो, हेले सता कोन तमे जानि छ। तमे मते घर ताड़ी दउछ, हेले मु जीवी कुआडे? जुआडे गले भी ए पिला जते बळे जन्म हबो सेते बळे समस्त पचारिबे या बापार परिचय कौन? हम सेते बळे कौन कहबी? तार उत्तर तमे मते देई दियो, हेले मु घर छाडी चली जीवी। तू मरिबु ना बंचिबु, कुआडे जिबु, कौन करिबु से तोर पिला, बुझिलु? मोर नुह, से कथा मु जानिनी। तू एबे ए घरु बाहरी चली जा, नहले मु तो जीवन नै नेबी। चांदिनी मन दुखरे से घर छाड़ी कांदी कांदी पड़ई जाए। तो सांग माने एटा थिला कहानीर प्रथम भाग। द्वितीय भागरे देखिबा चांदिनीर पिलार कौन हैला आ मंटूर अवस्था कौन हैला। वीडियो रे गोटे लाइक करने सहित आगको एमिति वीडियो सब देखा चैनल को भी सब्सक्राइब करनियंतु। चांदिनी घर छाड़ी जीवा परे चांदिनीर शाशु सुमित्रा बहुत मन दुखरे रहिबाको लागंती। एमिति गोटे दिन मंटू मुनि चढ़ई को बाहा ही घर को नहीं आसे। माँ, ये होची मुन्नी। मु मुन्नी को बाहा करी आनिछि। आज ठारू मुन्नी होची तमर बहु, से तमर जत्न नेब। देखुछ ना माँ, मुन्नी केते सुंदर। जदि जंगल रे भी से चालिकी जीव ना, समस्ते कहिबे तमर बहु केते सुंदर कही। हाउ रे बापा, से कथाउ मते कहनी। एमिति रे ही मो देहर पर धड़ा हे जाइनी। ए दुनिया को मु बहुत भल भाबरे देखिछि आउ जानिछि, किंतु तू से कथा बुझी पारिलुनी। हेले मने रख मंटू, दिने ना दिने तू मो कथा भलरे टिके चिंता करिबु। मु जहा सब करिथिनी तोर मंगल पाई, किंतु तो हिसाब रे तो मु तो पाई सब खराब करिछि। तू तो स्त्री को नहीं खुशी रे रह, हेले मने रखिबु मंटू, से तोर स्त्री हेई पारे, किंतु मोर बहु केबे हेले हेई पारिबनी। माँ,
ତମେ ଏମିତି କଣ ପାଇଁ କହୁଛ? ମୁଁ ଜାଣିଛି ମୁନି ତମର ବହୁତ ଭଲସେ ଯତ୍ନ ନେବ। ତମେ ସେଥିପାଇଁ ଜମାରୁ ଚିନ୍ତା କରନି। ଥାଉ ରେ ବାପା ଥାଉ। ସେ ଆଗ ତୋର ଯତ୍ନ ନେଉନା, ମୋର ଯତ୍ନ ନେବା ଦରକାର ନାହିଁ। ଏମିତିରେ ବି ଯେତେ ସମ୍ପତ୍ତି ବାଡି ଅଛି ସବୁ କିଛି ମୁଁ ତୋ ନାଁରେ କରିଦେଇଛି। ଏଥର ମୁଁ ତତେ ଆଉ କେବେ ହେଲେ ଘରୁ ବାହାର କରିବିନି। ହେଲେ ମୁଁ ଆସନ୍ତା କାଲି ତୀର୍ଥ କରିବାକୁ ଚାଲି ଯାଉଛି। ଏ ଘରେ ଆଉ ମତେ ଜମାରୁ ଶାନ୍ତି ଲାଗୁନି। ମା, ତମେ ଏ ଘର ଛାଡି ଯାଉନି ମା। ମୋର ସମ୍ପତ୍ତି ବାଡି କିଛି ହେଲେ ଦରକାର ନାହିଁ। ତମେ ଆମ ସାଙ୍ଗରେ ରୁହ। ତମେ ଯଦି ଘରେ ନ ରହିବ ଏ ଘରଟା ଆଉ ଜମାରୁ ଭଲ ଲାଗିବନି। ମୁଁ ତୋ ପାଇଁ ଯୋଉ ଚାନ୍ଦିନୀକୁ ବାହା କରି ଆଣିଥିଲି ଆଉ ତୁ ତାକୁ ଯେମିତି ଘରୁ ତଡ଼ିଦେଲୁ ନା, ସେଇ ସବୁ ପାପର ପ୍ରାୟଶ୍ଚିତ କରିବାକୁ ମୁଁ ତୀର୍ଥ ଯାଉଛି। ଆଉ ଏ ଜନ୍ମରେ ତୋ ସହିତ ମୋର କେବେ ହେଲେ ଦେଖା ହବନି। ଭଗବାନ କରନ୍ତୁ ମୋର ଜୀବନ ସେଇପଟେ ହିଁ ଯାଉ, ଯେମିତି ଆଉ ତୋ ମୁହଁ ମତେ ଦେଖିବାକୁ ନ ପଡୁ। ମଣ୍ଟୁର ମା ଏମିତି କହି ମଣ୍ଟୁ ଠାରୁ ମୁହଁ ବୁଲେଇ ନିଅନ୍ତି। ମଣ୍ଟୁ ଯେତେ ମା ମା ବୋଲି ଡାକିଲେ ବି ସୁମିତ୍ରା ଚଢ଼େଇ ଆଉ ମଣ୍ଟୁକୁ ବୁଲି ଚାହିଁନି। ସେପଟେ ଚାନ୍ଦିନୀ ଘର ଛାଡ଼ି ଯିବା ସମୟରେ ଯାଇ ଗୋଟିଏ ଝରଣା ପାଖରେ ପହଞ୍ଚେ। ଅତି ବଡ଼ ଘର ନହେଲେ ବି ଗୋଟେ ଛୋଟିଆ ଘରଟେ ନିଜେ ତିଆରି କରେ। କିଛି ଦିନ ପରେ ଚାନ୍ଦିନୀ ଚଢ଼େଇ ଗୋଟେ ଅଣ୍ଡା ଦିଏ ଆଉ ସେଇଥିରେ ସେ ଉଷୁମ ଦେବାକୁ ଲାଗେ। ସେପଟେ ଗୋଟେ ଦିନ ମୁନିର ସାଙ୍ଗ ମିକି ତାକୁ ଦେଖା କରିବା ପାଇଁ ମଣ୍ଟୁ ଘରକୁ ଆସେ। ଆଲୋ ମିକି, ତୁ ଆସିଛୁ? ତତେ ଦେଖି ମତେ ଭାରି ଖୁସି ଲାଗୁଛି। କଣ ଆଜି ଯାଇ ମୋ କଥା ତତେ ମନେ ପଡିଲା? ଥାଉ ମୁନି, ତୁ ଆଉ ଏତେ ଦେଖିକି କଥା କହନି। ତତେ ଯଦି ମୋ କଥା ମନେ ପଡୁଥାନ୍ତା ନା, ଗୋଟେ ଦିନ ହେଲେ ଆସି ମତେ ଦେଖି ଯାଆନ୍ତୁ। ଥାଉ ଲୋ ମିକି, ଆଉ ତୁ କହନା। ଯେବେରୁ ବାହା ହେଲି ନା, ସେଇ ଦିନରୁ ମୋ ଜୀବନଟା ପୁରା ନର୍କ ହେଇଗଲା। ଖାଲି ତ ଘରେ ଚାକରାଣୀ ପରି ଖଟି ଚାଲିଛି। ଯେତେବେଳେ ଦେଖ ପୁଣି ମଣ୍ଟୁର ଅର୍ଡର, ଏଇଆ କର ସେଇଆ କର। ମୁଁ ତ ଏସବୁ ଶୁଣି ଶୁଣି ନା ମୋ ମୁଣ୍ଡ ସବୁ ଖରାପ ହେଇଗଲାଣି। ଆଲୋ ମୁନି, ତତେ ଗୋଟେ ଭଲ ବୁଦ୍ଧିଟେ ବତେଇ ଦଉଛି, ଶୁଣ। ତୁ ଯଦି ଏମିତି କରିବୁ ନା, ତୁ ଆଉ ଚାକରାଣୀ ନୁହଁ, ମାଲିକାଣୀ ଭଳିଆ ହେଇ ରହିବୁ। ଆଉ ସେ ମଣ୍ଟୁ ତୋ କଥାରେ ଖାଲି ଉଠ ବସ ହବ। ମିକି ମୁନିକୁ କିଛି ଫୁସୁରୁ ଫୁସୁରୁ କରି ବୁଦ୍ଧି ସବୁ ଶିଖେଇ ଦେଇ ଚାଲିଯାଏ। ସେପଟେ ଚାନ୍ଦିନୀର ଅଣ୍ଡା ଫୁଟି ଛୁଆ ବାହାରେ ଆଉ ସେଇଟା ଗୋଟେ ଝିଅ ଛୁଆ ଥାଏ। ତା ନାଁ ସେ ଚିଙ୍କି ବୋଲି ରଖେ। ମୁନି ଗୋଟେ ଦିନ ମଣ୍ଟୁ ପାଖରେ ଯାଇ ପହଞ୍ଚେ। ଆରେ ଶୁଣିଛ ନା, ମୁଁ ଭାବୁଥିଲି କଣ କି ଆମେ ଯଦି ବ୍ୟାଙ୍କରୁ ଲୋନ୍ ନିଅନ୍ତେ ତାପରେ ଗୋଟେ ବିଜନେସ୍ ଆରମ୍ଭ କରନ୍ତେ, କେମିତି ହୁଅନ୍ତା? ମୁନି, ଏଇଟା ତ ବହୁତ ଭଲ କଥା। ହେଲେ ତା ପାଇଁ ତ ପୁଣି ଡକୁମେଣ୍ଟ ସବୁ ଆଣିବାକୁ ପଡିବ। ତମେ ବି ନା, ସେସବୁ ତମେ ଚିନ୍ତା କରନି। ଏଇ ଦେଖୁନ, ଡକୁମେଣ୍ଟ ଆଣି ମୁଁ ସବୁ କିଛି ରେଡି କରିଦେଇଛି। ଖାଲି ତମର ଗୋଟେ ଦସ୍ତଖତଟା ହେଲେ ହେଇଯିବ। ନିଅ ଜଲ୍ଦି ସେ ଦସ୍ତଖତ ମାରିଦିଅ। ମୁନି ଆଣିଥିବା କାଗଜ ଉପରେ ମଣ୍ଟୁ ଦସ୍ତଖତ ମାରିଦିଏ। ଏମିତି ଗୋଟେ ଦିନ ମୁନି ଚଢ଼େଇ ବସି ତା ରୁମ୍ରେ ମେକଅପ୍ ହେଉଥାଏ। ସେତିକି ବେଳେ ମଣ୍ଟୁ ଯାଇ ସେଇଠି ପହଞ୍ଚିଯାଏ। ମୁନି, ଏବେ ଯାଇ ଯେ କିଛି ରୋଷେଇବାସ କରିନ? ମତେ ବହୁତ ଜୋରରେ ଭୋକ ହେଲାଣି। କେତେବେଳେ ଆଉ ଖାଇବାକୁ ଦେବ? ଖାଲି ତ ବସିକି ସବୁବେଳେ ସଜବାଜ ହିଁ ହେଲ। ଘର କାମ ତ କିଛି ହେଲେ ଦେଖୁନ। ବାସ୍ ସେତିକି କଥା କୁହ, ବୁଝିଲ? ସବୁବେଳେ ମୋ ଉପରେ ଚଢି କଥା କହୁଛ। କହିଲ କଣ ରୋଷେଇ କାମ? ଦେଖ, ମୁଁ ଏ ଘରର ହେଲି ବହୁରାଣୀ, ଚାକରାଣୀ ନୁହଁ। ଆଉ ଆଗରୁ ବି ମୁଁ କହିଦେଇଥିଲି, ତମେ ତମ ସୁନ୍ଦରତା ଦେଖିକି ହିଁ ବାହା ହେଇଥିଲ। ଆଉ ଯଦି ମୁଁ ତାର ଯତ୍ନ ନେବି ହେଲେ ତ ମୁଁ ବୁଦ୍ଧି ଭଳିଆ ଦେଖାଯିବି। ଯଦି ଏତେ ଭୋକ ହଉଛି ନିଜେ ଯାଇ ରାନ୍ଧି ପକାଅ, ଆଉ ମୋ ପାଇଁ ବି ବନେଇ ଦେବ, ବୁଝିଲ? ତମେ ଏମିତି କଣ କଥାବାର୍ତ୍ତା କରୁଛ? ତମେ ହେଲ ମୋର ସ୍ତ୍ରୀ, ଆଉ ସ୍ତ୍ରୀର ଧର୍ମ ହେଲା ସେ ତା ସ୍ୱାମୀର ଯତ୍ନ ନେବ। ଏମିତିରେ ବି ଚାନ୍ଦିନୀ ଯେତେବେଳେ ଥିଲା ସେ ମୋର ବହୁତ ଯତ୍ନ ନେଉଥିଲା। ଏବେ ମା ବି ତ ତୀର୍ଥକୁ ଚାଲି ଯାଇଛି, ଗଣ୍ଡେ ଖାଇବାକୁ ବି ମିଳୁନି। ଖବରଦାର କହୁଛି, ସେ କାଳି କୁତୁରୀ କଥା
मो आगरे आउ केबे हेले कहिबनी नहले मो ठारू खराब आउ केही हबनी। मंटू मुनिर एमिति कथा शुणी मन दुखरे घर बाहर को चली जाए। घर बाहर भी आसी मुनि पहुंची जाए। सुन मंटू, तमे जदि ए घरे रहिबा पई चाहुछ ना तेबे तमको मो हिसाब रे चलिबा को पड़िबो। तमे आउ तमर हुकुम मो ऊपर चलई पारिबनी, बुझिदा त? कौन कहिल? मु पुणी तम हुकुम मानिकी चढ़ी? तम मुह तो बहुत बढ़ीगलानी। एबे मो घर बाहरी जाऊ। तम भड़िया स्त्री मोर आउ दरकार नहीं, बुझिल तो? की कही लगा मते भारी हस मारिला। एई घर पुणी तमर ही आउ ए घर किछि नाही, बुझिदा त? सब किछि तमे मो नारे करि देइछ। एथर जदि ए घरे रहिबा को चाहुछ ना मो हुकुम मानिकी चल, नहले तमे ए घर छाड़ी चली जाओ। मंटू मुनिर एमिति कथा शुणी घर छाड़ी चली जाए। सेपटे चांदिनीर झियो चिंकी भी एबे बड़ ही जाई थाए। माँ चिंकी जाऊनु बाहर टिके खेली आसबो। सब बड़े तो माँ घरे रहिलो, एमितिरे कौन देह भल रहिबो? बाहर जेते खेल कूद करिबो सेतिकी तो देह भल रहिबो। माँ मते ए राजू आ करी संगरे खेलिबाकू जमारू भल लागेनी। सेमाने सब बड़े मते बापा ना धरी चिड़ांती। कहती जे मो बापा मो पाई किछि हेले खेलना आनी दौनांती। सेइथिपाई मते बाहर खेलिबाकू जमारू भल लागेनी। जे जहा कहनी कहा कथारे कान पुरेइबुनी। सबुबेले निज कर्म करि चाल, भगवान तार फल देबे। चिंकी चांदिनीर एमिति कथा शुणी खेलिबाकू बाहरी जाए। सेपटे राजू चढ़ई आउ गरिकाऊ दी जण बल खेलुथांती। दी जण बल खेलुथिबा समय रे सेठी आसी चिंकी पहुंची जाए। राजू गरी तमे दी जण मते भी बल खेलिबाकू दिया ना, तम संगरे मते भी संग करी खेला। ए चिंकी तो बापा तो पाई केबे किछि हेले भी आनी दियंतिनी। सत कथा तो एया आमे तो बापा को केबे हेले देखिनु। तामाने तो बापा अछंती ना नहीं सेइटा भी आमे जानिनु। हेले आम खेलना तते केबे हेले देबुनी, तू एठु पळेई जा। ना बुड्ढा ना, मो मामा तो मते मना करिछि, कहिछि से चिंकी संगरे जमारू संग हबुनी। तो पळेई जा एठु, आमको खेलिबाकू दे। चिंकी मन दुखरे सेठू बाहरी नदी पटे जाए। सेपटे मंटू चढ़ई आसी सेई नदी कोड़े बसी थाए। हे भगवान, के जानी काहेकि आज मते मो माँ कथा बहुत मन पड़ुची। मो माँ जहाँ भी कहिथिला सब सत। मंटू चढ़ई करिथिबा भूल पाई पश्चाताप करुथाए। एतिकी बड़े गोटे गछर डाल भांगी आसी मंटू उपरे पड़े। मंटू से डाल तले चापी हेई जाए। के कोठी अछ? दया करी साहाଯ୍य कर, मते साहाଯ୍य कर। चिंकी से नदी कूड़क आसुथाए। देखे तो मंटू चढ़ई से डाल तले चापी हेई रहिछि। से दौड़ी जाई से डाल को मंटू ऊपर हटेई दिए। आ मंटू उठी बसे। ता डेणारे बहुत जरे आघात लगी थाए। सेइथिपाई चिंकी मंटू को कुए ता सांगरे घर को जीवाको। चिंकी मंटू को सांगरे नहीं घर को आसी पहुँचे। मंटू चांदिनी को देखी आश्चर्य हो जाए। चांदिनी तमे? आपण कल मो माँ को जानी चंदी? मो माँ हेबे जड़े डाक्टर। ए अंकल मामा से नदी कूଳରେ कते डाल तळे चापी हे जाइथिले। तांको देणारे आघात लागिछि, सेइथिपाई मु तांको संगरे नै आसीछि। तमे तांकर घाको सफा करी बैंडेज औषध देई दिया, से जल्दी बाबा हेजिबे। चांदिनी मंटू को देखी तल को अढ़ेई आसी थाए। चांदिनी तमे परी डाक्तर केमिति हेलो? मु जेबे तम घर पाद काढ़ी आसीथिली सेदिन चिंता करिथिली मु आत्महत्या करिबी कही,
କିନ୍ତୁ ମୋ ପିଲା କଥା ଚିନ୍ତା କରି ମୁଁ ରହିଗଲି। ତାପରେ ଚିଙ୍କି ଜନ୍ମ ହେଲା। ଚିଙ୍କି ଜନ୍ମ ହେବା ପରେ ମୋତେ ବହୁତ ସାରା ସମୟ ମିଳୁଥିଲା, ଯାହା ପାଇଁ କି ମୁଁ ପାଠ ପଢ଼ା ଆରମ୍ଭ କଲି। ଆଗରୁ ବି ମୁଁ ପାଠ ପଢ଼ିଥିଲି, ହେଲେ ତମେ ତ ସେ ବିଷୟରେ କେବେ ଜାଣିବାକୁ ଚେଷ୍ଟା କରିନଥିଲ, ଆଉ ମୁଁ ଡାକ୍ତର ହେଇଗଲି। ତାମାନେ ଚିଙ୍କି ହେଉଛି ମୋ ଝିଅ? ମତେ କ୍ଷମା କରିଦିଅ ଚାନ୍ଦିନୀ। ସେଦିନ ମୁଁ ତମକୁ ମିଛ କଥା କହି ଘରୁ ବାହାର କରିଦେଇଥିଲି, ହେଲେ ଆଜି ତମକୁ ଏମିତି ଦେଖି ମତେ ବହୁତ ଖୁସି ଲାଗୁଛି। ତମେ ଜୀବନରେ ବହୁତ ଉନ୍ନତି କରିଛ। ଚାନ୍ଦିନୀ ମଣ୍ଟୁକୁ କ୍ଷମା କରିଦିଏ। ମଣ୍ଟୁ ନିଜ ସ୍ତ୍ରୀ ଆଉ ଝିଅ ସହିତ ଖୁସିରେ ରହିବାକୁ ଲାଗେ। ତ ସାଙ୍ଗମାନେ, ଆଜିର କାହାଣୀ ଏଇଠି ହେଉଛି ଆମର ଶେଷ।